ମନାରେ ବୋଧେ ମିଳିଛି। घर ଘର ହଉଛି ସାଡା ହରିପୁର। तमर जो मृतक रोगी जे ताका ना କଲ୍ୟାଣୀ ମଣି बस 11 ବର୍ଷ। एकला झियो मेडिसिन ଝିଅ ଭଦ୍ରକ ମେଡିକାଲରେ ଆଡମିସନ ହେଇଥିଲା। कटक मेडिकल के आसे କଟକ ମେଡିକାଲ 13 ତାରିଖ ଆସିଥିଲା। तबे ये मृतक केमती है ମୋର ତ ସାର୍ ପିଲା ସାଲାଇନ୍ ଆଇସିୟୁ ବେଡ୍ କି ଆଇସିୟୁ ରଖିଥିଲେ ଆଉ ଇଞ୍ଜେକ୍ସନ ଔଷଧ ଆଉ ତା ହାତ ଫାତ ଡକ୍ଟର ବାନ୍ଧିଦେଲେ କହିଲେ ଛାଟି ପିଟି ହେଉଛି। ଆମକୁ କହିଲେ ତମେ ବସ ଆଉ ଆମେ ସେଇ ଘଣ୍ଟା ଘଣ୍ଟା ବସିଥିଲୁ। ସେମାନେ ଡକ୍ଟର ପଳେଇଲେ, ନର୍ସ ବି ପଳେଇ ରୁମ୍ରେ ଶୋଇଲେ। ହଠାତ୍ ଆମେ ବସିଛୁ ଆଉ ଗୋଟେ ଗ୍ୟାସ୍ ଟାଙ୍କି ଯେଉଁଠି ଆଇସିୟୁ ଅଛି ତା ପାଖ ସାଇଡ୍ ଉପର ତାଲା ତଳ ତାଲା ଉପର ତାଲାକୁ ଆସିବ ସେଇ କଣରକିରି ବସ୍ଟା ହେଲା। ପୁରା ଧୂଆଁ ଅତିରିକ୍ତ ଧୂଆଁ ହେଇକିରି ଆଉ କେହି କାହାକୁ ଦେଖାଗଲେନି। सोमवार रविवार विलंबित राति रे जो अग्निकांड घटिथिला ଆଜ୍ଞା आईसीयू रे सेठ कोन चलतिला ଆଜ୍ଞା आ तमे कुछ पीडियाट्रिक आईसीयू ସେଇ ଆଇସିୟୁରେ ଥିଲା से ସାର୍। आईसीयू ऊपर पीडियाट्रिक ता ऊपर ଉପରେ तो ए निया लागिबा बेले कोठ थलो तमे ସେ ଭିତରେ ଥିଲେ। पिला को गलो पिला पाखु ଆମେ ପିଲା ପାଖରେ ଥିଲୁ। ହୋ ହା ହେଲେ ପୁରା ଚିତ୍କାର କରି ସବୁ ପେସେଣ୍ଟ ମାନଙ୍କୁ ନେଇକି ସବୁ ପିଲାଙ୍କୁ ଅନ୍ୟମାନେ ତାଙ୍କ ପିଲାମାନଙ୍କୁ ଛୁଞ୍ଚି ବାହାର କରିଦେଲେ, ସାଲାଇନ୍ ଫାଲାଇନ୍ କରିଦେଲେ ଡକ୍ଟର ନର୍ସ ସବୁ ଧରିକି ଦୌଡ଼ିକି ପଳେଇ ଆଇଲେ। ଧୂଆଁ ସମସ୍ତେ କିଏ କାଶୁଛି ଇଏ କରୁଛି। ତାପରେ ଆମେ କହିନୁ ଲୁଗାପଟା ଧରିକି ତଳକୁ ଆସିକି ଆମେ ସାର୍ ଦିଦିଙ୍କୁ କହୁଛୁ ଯେ ସାର୍ ଆମ ପିଲାର ହଉଛି ଛୁଞ୍ଚି ଆଉ ଆଇସିୟୁରୁ କାଢି ଦିଅ, ଆମେ ହଉଛି ନେଇ ପଳେଇବୁ। ଡକ୍ଟର କହୁଛି ନା ତମ ପିଲା ମରିଯିବ ତମେ ନିଅନି। ଆମ ସାର୍ ଏତେ 5 ତାଲାରୁ କେତେ ଲୋକ ସବୁ ରୋଗୀ ପଳେଇଲେ ହୋ ହେଲେ ଚିତ୍କାର କରି କାନ୍ଦି ମୁଁ କାନ୍ଦି କାନ୍ଦିକି ତାଙ୍କୁ ଗୋଡ ଧରୁଛୁ ସେ ତଥାପି ଆମକୁ ଶୁଣିଲେନି। ଧୂଆଁ କୋଉଠି ମାନେ ହେଲା ସେଇ ଭିତରୁ ସବୁ ପିଲାଙ୍କୁ ନେଇକି ପଳେଇ ଆସିଲେ। ଆମ ପିଲାଟା ତା ଭିତରେ ରହିଛି ସବୁ ଛୁଞ୍ଚି ଇଏ ସବୁ ଆମେ କାଢି ପାରୁନୁ। ତାପରେ ଯେତେ ରିକ୍ୱେଷ୍ଟ କଲୁ ମାନିଲେନି। ଆଉ ତାପରେ ସେ କୁଆଡେ ସବୁ ଛଇଲା ପରେ ପାଣି ଫାଣି ନିବେଇଲା ପରେ ଆମେ ନ୍ୟୁଜର କାନ୍ଦିନୁ ଯେମିତି। ତାପରେ ପଛପଟ ଯାଇକି ସେ ପିଲାକୁ ଉଦ୍ଧାର କରି ଆଣିକିରି ଆଉ ଗୋଟେ ଯୋଉଠି ସେ ପିଲା ହଉଛି ଆଉ ଗୋଟେ ବାଟର ଆଣିକିରି ମେଡିକାଲରେ ତାକୁ ରଖିଲେ ଆଇସିୟୁର। जीवित थिला ହଁ ନା ଜୀବିତ ଥିଲା କି ମରିଥିଲା ଆମେ କିଛି ଜାଣିନୁ। ଆମକୁ ଦେଖେଇଲେନି, जणैले पिला मृत ଆମକୁ ଜଣେଇଲେ काली माने को बार काली हଉଛି सोमवार केते बेले जणैले ଗୋଟେ ବେଳେ ଆମକୁ ଜଣେଇଲେ। ଆମେ ତଥାପି ଯାଉଛୁ ଆମକୁ ଟିକେ ତା ଭିତରକୁ ଛାଡ ପିଲା ମରିଛି କି ବଞ୍ଚିଛି ଆମେ ଟିକେ ଦେଖିମୁ। କହିଲେ ନା ନା ତା ଭିତରକୁ ତମେ ଯାଇପାରିବନି, ଆଇସି ଭିତରକୁ ଯାଇପାରିବନି କହୁଛନ୍ତି। ସେତେବେଳେ ନିଆଁ ଲାଗିଥିଲା କି ଆଜ୍ଞା ଧୂଆଁ ଥିଲା କି କେତେବେଳେ ଆଇସି ଭିତରେ ହଁ ଧୂଆଁ ଥିଲା। आईसीयू रू ଯେତେବେଳେ ପିଲାକୁ ନେଇ ଆସିଲେ ଆଇସିର ଧୂଆଁ ପୁରା କୁହୁଡି ସବୁ ମାଡି ଚାଲିଛି। ଆଇସି ଟା ଖୋଲିଦେଲେ କବାଟଟା ହଉଛି କବାଟଟା ଖୋଲିଦେଇ ସବୁ ଦୌଡିକି ପଳେଇ ଆସିଲେ। ଆମେ ପିଲାକୁ ବି ଆମେ ଉଦ୍ଧାର କରିପାରିନୁ। ସବୁ आईसीयू रू पिला जेतेले निया नागिला परे तार केते दिन परे केते बेल परे तमे देखिलो तम पिला ଆମକୁ ପିଲା ସେ ପର୍ଯ୍ୟନ୍ତ ଦେଖେଇ ନାହାନ୍ତି। सोमवार देखिलो ହଁ केते बेल देखिलो ଆମେ ଦେଖିନୁ। ସେ କହିଲେ ଆସ ତମ ପିଲା ଭଲ होतला आ गोटे जगह रे भलो होतला सेतेला देखिनो पिला ନା ଆମକୁ ଛାଡିଲେନି ସେଇ ଜାଗାକୁ। ଆମେ ଆସିଲୁ तो परे जाई घोषणा ହଁ तापर ତାପରେ अभियोग करते तमे ଆମେ ଅଭିଯୋଗ କରୁଛୁ ଆମ ପିଲା ଯେମିତି ଅନ୍ୟମାନେ ସେ ହଉଛି ପିଲାଙ୍କର ନ୍ୟାୟ ପାଇଲେ ସେ ପିଲାମାନେ 10 ଜଣ, କିନ୍ତୁ ଆମ ପିଲାଟା ଯେମିତି ନ୍ୟାୟ ପାଇବା ଦରକାର। କିନ୍ତୁ ଆମେ ଯେହେତୁ ଭଦ୍ରକ ଲୋକ ବୋଲି କିନ୍ତୁ ଆମକୁ ସେମାନେ କହୁଛନ୍ତି ଯେ ବାଇରେ ପିଲା ତାକୁ ଆମେ ଗଣିତକୁ ନମୁନୁ। ଆଉ ପୋଲିସ ବାଲାଙ୍କ ପତ୍ର ଆମେ ଯଦି ଏଫଆଇଆର ଦେନୁ ମଙ୍ଗଳା ଥାନାର ପୋଲିସ ବାଲା ମତେ କହିଲେ ଧମକେଇ କହିଲେ ଇଏ ଏଫଆଇଆର କାହିଁକି ଆଣି ଲେଖିଛ ଆଉ କିଏ ଲେଖିଦେଇଛି? ମୁଁ କହିଲି ମୁଁ ଲେଖିଛି। କହିଲେ ଆଉ ଗୋଟେ ଲେଖନି। ମୁଁ କହିଲି ଆଉ ଗୋଟେ ଲେଖିମି ଆପଣ ହଉଛି ଏଫଆଇଆର ରିସିଭ କରି ଯଦି କରନ୍ତୁ ନହେଲେ ଦିଧାଡି ମତେ ଲେଖି ଦିଅନ୍ତୁ ଯେ ଆପଣ ଭଦ୍ରକ ଲୋକ ବୋଲି ତମ ଏତେଲା ଆମେ ରିସିଭ କରିବୁନି। ହଁ ସେ ପୋଲିସ କହିଲେ ହଁ ଏ କହିଲେ। ମୁଁ ସେଇଠୁ କହିଲି ସାର୍ ଏମିତି କଣ କହୁଛନ୍ତି? ମୁଁ ଜଣେ ଆଶା କରିନି ମୋ ଆମ ସ୍ୱାମୀ ବି ଆଡଭୋକେଟ ଅଛନ୍ତି କିନ୍ତୁ ମୁଁ ଏ ପିଲାର ଜେଜେମା। ମତେ ଏମିତି କଣ ଧମକି କଥା କହୁଛନ୍ତି? କହିଲେ ଏଇଭଳିଆ ରିପୋର୍ଟ ବି ଯଦି କିଛି ନ ବାହାରିଲା ଏବେ ତମେ କିଛି କରିପାରିବନି, ଏ କାଗଜ ପତ୍ର କିଛି ହବନି ତମର। ଏକଥା ବି ଧମକେଇକି କହିଲେ। ସେ ତାଙ୍କ ନାଁ ଆମେ କେମିତି ଜାଣିବୁ? ଆମେ ହେନୁ ଭଦ୍ରକ ଲୋକ। ଆମେ ହେନୁ ଭଦ୍ରକ ଲୋକ। ନା ଏଫଆଇଆର ସେଇଦିନ ଦେଇକି କାଲି ଆସିନୁ। ଆସିଲା ପରେ ଆଜି ଆମକୁ ବାରମ୍ବାର ହଉଛି ଆମେ ସେଇଠି ଅଛୁ ଶବକୁ ତାଙ୍କର ଆଣି ୟା ଭିତରେ ପୁରେଇ ଆମକୁ ମେଡିକାଲ ବାଲା କେହି କିଛି କହିନାହାନ୍ତି। ହଁ ହଉଛି ପୋଷ୍ଟମର୍ଟମ କରିସାରିଲେଣି। ଆଉ ପିଲା ହଉଛି ଭିତରେ ଅଛି ଆମକୁ ଡାକୁଛନ୍ତି। ଆମ ସରପଞ୍ଚ ଆସିନାହାନ୍ତି। ଆମେ କେମିତି ଶବ ହଉଛି ଗାଡିର ନେଇକି ଯିବୁ? मुख्यमंत्री काली 25 लाख टका घोषणा କରିଛନ୍ତି। ଆମ ପିଲା ତ ଘୋଷଣା କରୁନାହାନ୍ତି। ନବୀନ ପଟ୍ଟନାୟକ ହଉଛି ମୋହନ ମାଝି କିନ୍ତୁ ତମ ପିଲା ସେ ଅଗ୍ନିକାଣ୍ଡରେ ମରିଛି ବୋଲି ଆମ ଅଗ୍ନିକାଣ୍ଡରେ ମରିଛି କିନ୍ତୁ ମୋହନ ମାଝି ଆମ ଭଦ୍ରକ ଜିଲ୍ଲା ବୋଲି ଆମକୁ ଗଣିତରେ ରଖିନାହାନ୍ତି କି
ଆମ ପିଲାକୁ ଲିଷ୍ଟର ମୋହନ ମାଝୀ ଦେଇନାହାନ୍ତି। ହଉ ଧନ୍ୟବାଦ।